ସେତେବେଳକୁ ପୌଷ ମାସର ପ୍ରବଳ ଶୀତ ଆଉ ସାରା ଓଡ଼ିଶାର ଗ୍ରାମାଞ୍ଚଳକୁ ନିଜର ଶୀତଳ କବଜରେ ଜାକି ରଖିଥାଏ। ପୁରୀ ଜିଲ୍ଲାର ନଦୀକୂଳିଆ ଛୋଟ ଗାଁ ରାୟପୁରରେ ସଞ୍ଜ ନଈବା କ୍ଷଣି ପରିବେଶ ସମ୍ପୂର୍ଣ୍ଣ ନିଶ୍ଚଳ ହୋଇଯାଇଥାଏ। ରାତି 8ଟା ବାଜିଲେ ଗାଁର ସାହି ରଥଗଳି ଦାଣ୍ଡ ଦୁଆର ବରଗଛ ମୂଳରୁ ଲୋକଙ୍କର ଆସର ଭାଙ୍ଗି ଯାଇଥାଏ। ଘର କୁହୁଡ଼ି ଆକାଶରୁ ସୂତା ଭଳି ଝରିପଡ଼ି ସାରା ଗାଁକୁ ଏକ ଧଳା ଚାଦରରେ ଘୋଡ଼େଇ ଦେଇଥାଏ। ଗାଁ ମୁଣ୍ଡରେ ଥିବା ବଡ଼ ପୋଖରୀ ଆଉ ତା ପଛକୁ ଥିବା କଦଳୀ ବଗିଚା ଦେଇ ଯାଇଥିବା ନିର୍ଜନ ପଥରେ ସଞ୍ଜ ପରେ କେହି ସାଧାରଣତଃ ଗତିପଥ କରନ୍ତି ନାହିଁ। ସେହି ସମୟରେ ଗାଁ ବାହାରେ ପସରି ରହିଥିବା ବିଶାଳ ବଡ଼ ବିଲରେ ପାଚିଲା ଧାନ ଅମଳର ଋତୁ ଚାଲିଥାଏ। କ୍ଷେତରେ ରଖାଯାଇଥିବା ସୁନା ରଙ୍ଗର ଧାନ ଗଦା ଆଉ କଟା ହୋଇଥିବା ବିଡ଼ା ଆଉ ଖଳାର ସୁରକ୍ଷା ପାଇଁ ଗାଁର ଚାଷୀ ପରିବାରମାନେ ରାତିରେ ଜଗୁଆଳି କରିଥାନ୍ତି। ବୁଲା ଗାଈଗୋରୁ ମାନେ ଘରପୋଡ଼ା ଲୁଟେରା ଆଉ କୁହୁଡ଼ିର ସୁଯୋଗ ନେଇ ଚୋରି କରୁଥିବା ଅସାଧୁ ଲୋକଙ୍କ ସ୍ତାଉରୁ ଧାନକୁ ରକ୍ଷା କରିବା ପାଇଁ ପ୍ରତି ରାତିରେ ଗାଁର ଯୁବକମାନେ ପାଳି କରି ବିଲକୁ ଯାଆନ୍ତି। ସେହି ଅଭିଶପ୍ତ ଅମାବାସ୍ୟା ରାତିର ବିଲ ଜଗିବାର ପାଳି ପଡ଼ିଥିଲା ଗାଁର 3 ଜଣ ଅନ୍ତରଙ୍ଗ ସାଙ୍ଗ ନିରଞ୍ଜନ, ପ୍ରକାଶ ଆଉ ସୁମନ୍ତର। ନିରଞ୍ଜନ ଥିଲା ଗାଁର ସବୁଠାରୁ ସାହସୀ ଆଉ ହଟ୍ଟାକଟା ଯୁବକଟେ। ସେ ଗାଁରେ ରହି କଲେଜର ପଢ଼ା ସରିବା ପରେ ନିଜ ବାପାଙ୍କ ସହ ମିଶି କୃଷି କାର୍ଯ୍ୟ ବୁଝାବୁଝି କରୁଥିଲା। ତାର ବିଶ୍ୱାସ ଥିଲା ଯେ ଦୁନିଆରେ ଭୂତ ପ୍ରେତ ବୋଲି କିଛି ରୁହେ ନାହିଁ। ଯାହା ଅଛି ତାହା କେବଳ ମଣିଷର ମନର ଦୁର୍ବଳତା। କିନ୍ତୁ ପ୍ରକାଶ ଥିଲା ସ୍ୱଭାବରୁ ଟିକିଏ ଭୀରୁ ଆଉ ଅନ୍ଧବିଶ୍ୱାସୀ, କିନ୍ତୁ କଥାବାର୍ତ୍ତାରେ ବେଶ ରସିଆ ଆଉ ସାଙ୍ଗମାନଙ୍କ ମେଳରେ ହସଖୁସି କରିବାକୁ ବହୁତ ଭଲ ପାଏ। ସୁମନ୍ତ ଥିଲା ଭୁବନେଶ୍ୱରରେ ରହି ଇଞ୍ଜିନିୟରିଂ ପଢ଼ୁଥିବା ଜଣେ ଯୁବକ, ଯିଏ କେବଳ ମକର ସଂକ୍ରାନ୍ତି ଆଉ ଧାନ କଟା ଛୁଟିରେ ଗାଁକୁ ଆସିଥାଏ। ସହରର ଆଧୁନିକ ଜୀବନଶୈଳୀ ପରେ ଗାଁର ଏହି ନିର୍ଜନ ରାତି ଓ ଆଡ଼ଭେଞ୍ଚର ତାକୁ ବହୁତ ଆକୃଷ୍ଟ କରିଥାଏ। ସମୟ ପାଖାପାଖି ସଞ୍ଜ 8:30 ବାଜିବା ପରେ 3 ଜଣ ସାଙ୍ଗ ପ୍ରସ୍ତୁତ ହେଲେ। ସେମାନେ ନିଜ ସାଙ୍ଗରେ ଗୋଟିଏ ମୋଟା ସତରଞ୍ଜି ଆଉ 2ଟା ମୋଟା କମ୍ବଳ, ଫ୍ଲାସ୍ ଲାଇଟ୍, 2ଟା ଟର୍ଚ୍ଚ ଆଉ ପାଣି ବୋଟଲ ଆଉ ସୁମନ୍ତ ସହରରୁ ଆଣିଥିବା ନୂଆ କାଠ କାର୍ଡ଼ ସେଟ୍ ତାସ ଧରିକି ବାହାରି ପଡ଼ିଲେ ଖେଳିବେ। ଆଉ ରେ ପ୍ରକାଶ, ତ କମଳଟା ଆଣିଛୁ ତ? ଆଜି ଯେମିତି ଶୀତ ନା, ବିଲ ମଝିରେ ବରଫି ପାଲଟିଯିବ। ସୁମନ୍ତ ନିଜ ଗାଲରେ ମଫଲର ପେଞ୍ଚଉ ପେଞ୍ଚଉ କହିଲା। ସେବେଳେ ପ୍ରକାଶ କହିଲା, ହଁ ଭାଇ, ସବୁ ଆଣିଛି, କିନ୍ତୁ ଆଜି ଅମାବାସ୍ୟା, ପୁଣି ଏତେ ଘନ କୁହୁଡ଼ି। ଗାଁ ବୁଢ଼ାମାନେ କୁହନ୍ତି ଯେ ଅମାବାସ୍ୟା ରାତିରେ ବଡ଼ ବିଲ ଆଡ଼େ ଯିବା ଭଲ ନୁହଁ। ପୁରୁଣା କଥା ସବୁ, ପ୍ରକାଶ ଟିକିଏ ସନ୍ଦେହୀ ସ୍ୱରରେ କହିଲା। ନିରଞ୍ଜନ ହସି ଦେଇ ପ୍ରକାଶ ପିଠିରେ ଥାପୁଡ଼ି ମାରି କହିଲା, ତୁ ତ ଶଳା ସବୁବେଳେ ସେଇ ବୁଢ଼ାଙ୍କ କାହାଣୀରେ ଫସିଯାଉ। ଆଉ ବିଲରେ ଧାନ ରଖିବାକୁ ବାପାମାନେ ଆମକୁ ପଠାଇଛନ୍ତି। କୌଣସି ଭୂତ ଆସି ଧାନ ବୋହି ନେବନି, ଯାହା କରିବେ ସେଇ ଗାଁ ଚୋର ହିଁ କରିବେ। ଚାଲ, ବେଶୀ ନାଟକ ନ କରିକି ଚାଲ ଜଲ୍ଦି। ଏମିତି କହି ସେମାନେ ବାହାରିଲେ। ଗାଁର ଶେଷ ଘରଟି ଆସିବା ପରେ କଂକ୍ରିଟ ରାସ୍ତା ସରିଗଲା। ଆରମ୍ଭ ହେଲା କାଦୁଅ ଆଉ ଶୁଖିଲା ନଡ଼ାରେ ଭରା ନାଳି ପଥ। ଦୁଇପଟେ ବାଉଁଶ ବୁଦା ଆଉ ନିର୍ଜନ ଖାଲଖମା ଜାଗା। ଘନ କୁହୁଡ଼ି ହେତୁ ଟର୍ଚ୍ଚର ଆଲୁଅ ବି 5 ଫୁଟ ଦୂରକୁ ସ୍ପଷ୍ଟ ଦେଖାଯାଉନଥିଲା। ଆଉ ଗଛରୁ ଶୀତଳ ପାଣି ଟପା ଟପା ହେଇ ଶୁଖିଲା ପତ୍ର ଉପରେ ପଡ଼ିବାର ଟପ୍ ଟପ୍ ଶବ୍ଦ ଶୁଣାଯାଉଥିଲା। ଏମିତି ପ୍ରାୟ 15 ମିନିଟ୍ ଚାଲିବା ପରେ ସେମାନେ ସେହି ବିଶାଳ ବଡ଼ ବିଲ ମଝିରେ ଯାଇକି ପହଞ୍ଚିଲେ। ସେଠାରେ 4ଟି ମୋଟା ବାଉଁଶର ସ୍ତମ୍ଭ ଆଉ ତାଳପତ୍ରର ଛପରି ତିଆରି ହୋଇଥିବା ଗୋଟିଏ 4 ଫୁଟ ଉଚ୍ଚର ମଞ୍ଚା ତିଆରି ହୋଇଥାଏ। ଆଉ ଏହି ମଞ୍ଚାଟି ବିଲର ମଝି ଭାଗରେ ଥିବାରୁ ସେଠାରେ ଚାରିପାଖରେ ଧାନ ଗଦା ଉପରେ ନଜର ରଖିବା ସହଜ ହୋଇଥାଏ। ମଞ୍ଚା ଉପରେ ଶୋଇବା ପାଇଁ ଶୁଖିଲା ନଡ଼ା ମଧ୍ୟ ବିଛା ଯାଇଥିଲା। 3 ଜଣ ସାଙ୍ଗ ଜଣକ ପରେ ଜଣେ ମଞ୍ଚା ଉପରେ ଚଢ଼ିଲେ। ସେମାନେ ପ୍ରଥମେ ନଡ଼ାକୁ ସଜାଡ଼ି ତା ଉପରେ ସତରଞ୍ଜିଟି ବିଛାଇ ଦେଲେ। ଆଉ ମଞ୍ଚାର ଚାରିପାଖରେ ତାଳପତ୍ରର ବେଡ଼ା ଥିଲା, କିନ୍ତୁ ପଶ୍ଚିମ କୋଣଟି ଖୋଲା ଥିଲା। ନିରଞ୍ଜନ ମଞ୍ଚା ତଳକୁ ଓହ୍ଲାଇ ନିକଟରୁ ଶୁଖିଲା କାଠି ଆଉ ନଡ଼ା ସଂଗ୍ରହ କରି ଆଣିଲା। ଆଉ ମଞ୍ଚା ତଳେ ଗୋଟିଏ ଛୋଟ କୁଡ଼ୁଆ ଭିତରେ ନିଆଁ ଜାଳିଦେଲା, ଯେମିତି ଗରମ ମିଳିପାରିବ, ନିଆଁର ଉତ୍ତାପ ଉପରକୁ ଆସିବା କ୍ଷଣି ଯେମିତିକି ଆଶ୍ୱସ୍ତି ମିଳିବ। ନିଆଁର ଲାଲ ଆଲୋକରେ ମଞ୍ଚା ଉପରର ପରିବେଶ ଟିକେ ଉଜ୍ଜଳ ମଧ୍ୟ ଦେଖାଗଲା, ଲାଇଟିଂ ହେଇକି। ସେଇଠୁ କହିଲେ ଯେ, ଭାଗ୍ୟ ଭଲ ନିଆଁଟା ଜାଳିଦେଲୁ। ଆଉ ଏଠି ଯେଉଁ ଶୀତ ନା, ସକାଳ ହେବା ବେଳକୁ
ଆମର ଆଉ ନିଜ ଆଙ୍ଗୁଠି ଆମେ ଚିହ୍ନି ପାରିନଥାନ୍ତେ। ଆଉ 3 ଘଣ୍ଟା ଶୋଇବାକୁ ଚେଷ୍ଟା କଲେ ବି ନିଦ ହେବନି। ଏତେ ଥଣ୍ଡାରେ କ'ଣ କରିବା? ପ୍ରକାଶ ନିଜ ହାତ ଦୁଇଟିକୁ ଘଷି ଘଷି ଗରମ ଗରମ ହୋଇ କହିଲା। ସୁମନ୍ତ କ'ଣ କଲା ନା ନିଜ ଜ୍ୟାକେଟ୍ ପକେଟରୁ ତାସ୍ ମୁଠାକ ବାହାର କରି ମଞ୍ଚା ମଝିରେ ରଖିଦେଲା। ଆଉ ସେଥିପାଇଁ ତ ମୁଁ ଏଇଟା ଆଣିଛି, ଚାଲ ଆଜି ରାତି ସାରା ଶଳା ତାସ୍ ଖେଳିବା, ସମୟ ବି ବିତିଯିବ ଆଉ ଥଣ୍ଡା ବି ଜଣାପଡ଼ିବନି। ନିରଞ୍ଜନ ଟିକେ ହସିଲା, କହିଲା ବଢ଼ିଆ ଆଇଡ଼ିଆ, କିନ୍ତୁ ଆମେ ତ 3 ଜଣ ଅଛୁ, ତ ଟ୍ରମ୍ପ କେମିତି ଖେଳିବା? ଖେଳିବା ପାଇଁ ତ 4 ଜଣ ଦରକାର ନା। 3 ଜଣରେ କେବଳ ଫ୍ଲାସ୍ କିମ୍ବା ଯେଉଁ କାର୍ଡ଼ପତି ଯେଉଁ ଅଛି ସେଗୁଡ଼ା ଖେଳିପାରିବା। ତାପରେ ମାନେ ସୁମନ୍ତ କାର୍ଡ଼ ଗୁଡ଼ିକୁ ସଫଲ କଲା ଆଉ କହିଲା ଠିକ୍ ଅଛି, ତାହେଲେ ଫ୍ଲାସ୍ ହିଁ ଖେଳିବା। ତ ରାତି ଧୀରେ ଧୀରେ ଗଭୀର ହେବାକୁ ଲାଗିଲା। 10ଟା ବାଜିଲା, ତାପରେ 11ଟା। ବିଲ ମଝିର ନିସ୍ତବ୍ଧତା ଏତେ ଭୟାନକ ଥିଲା ଯେ ନିଜ ନିଶ୍ୱାସ ପ୍ରଶ୍ୱାସର ଶବ୍ଦ ବି ସ୍ପଷ୍ଟ ଭାବରେ ଜଣାପଡ଼ୁଥିଲା। ଦୂର ଗାଁରୁ କୌଣସି କୁକୁରର କ୍ଷୀଣ ଭୁକିବା ଶବ୍ଦ କିମ୍ବା କାଉ ସାହି ଆଡ଼ୁ ପବନର ଶବ୍ଦ ବ୍ୟତୀତ ଅନ୍ୟ କିଛି କୌଣସି ଜୀବନର ଚିହ୍ନବର୍ଣ୍ଣ ନଥିଲା। ଘନ କୁହୁଡ଼ି ଯୋଗୁଁ ଆକାଶର ତାରା କିମ୍ବା ଚାହ୍ନି ଆଲୁଅ ବି ସମ୍ପୂର୍ଣ୍ଣ ଗାୟବ ହୋଇଯାଇଥିଲା। କେବଳ ମଞ୍ଚା ତଳେ ଜଳୁଥିବା ନିଆଁର ଲାଲ ପ୍ରତିଫଳନ ସେମାନଙ୍କ ଆଖି ଆଗରେ ଥିଲା। ଖେଳ ବେଶ୍ ଜମି ଉଠିଥିଲା। ସୁମନ୍ତ 2ଟି ରାଉଣ୍ଡ ଜିତି ଯାଇଥିଲା ଆଉ ନିରଞ୍ଜନ ଗୋଟିଏ ଜିତି ଯାଇଥିଲା। ପ୍ରକାଶ ହାରିବା ଯୋଗୁଁ ଟିକେ ବିରକ୍ତ ହୋଇ କହୁଥିଲା, ତୁମେ ମାନେ ସହରୀ ଚାଲାକି କରୁଛ, ଆଉ ଏଥର ମୁଁ କାର୍ଡ଼ ବାଣ୍ଟିବି। ଠିକ୍ ସେହି ସମୟରେ ନିରଞ୍ଜନ ମୋବାଇଲ ସ୍କ୍ରିନ୍ରେ ସମୟ ଦେଖାଗଲା 12ଟା ହେଇଗଲା। ଅଚାନକ ବିନା କୌଣସି ପବନରେ ମଞ୍ଚା ତଳେ ଜଳୁଥିବା ନିଆଁଟି ଫୁସ୍ କରି ଲିଭିଗଲା। ଆଉ ସେଠାରେ କୌଣସି ପବନର ଝଟକା ମଧ୍ୟ ଆସିନଥିଲା, ନା କୌଣସି ପାଣି ପଡ଼ିଥିଲା। ନିଆଁଟି ଯେପରି କେହି ନିଜ ଶୀତଳ ପାପୁଲି ଚାପି ବୁଝାଇ ଦେଇଥାଏ ସେମିତି ଲାଗୁଥିଲା। ନିଆଁ ଲିଭିଯିବା କ୍ଷଣି ଘନ କଳା ଧୂଆଁର ଗୋଟିଏ ସ୍ରୋତ ମଞ୍ଚାର ଫାଙ୍କ ଦେଇ ଉପରକୁ ଉଠି ଆସିଲା। ସେହି ସମୟରେ ପରିବେଶ ତାପମାତ୍ରା ଏତେ ଦ୍ରୁତ ଗତିରେ ଖସିଲା ଯେ ସୁମନ୍ତର ହାତରେ ଥିବା ତାସ୍ କାର୍ଡ଼ ଗୁଡ଼ିକ ଥଣ୍ଡାରେ କଠିନ ହେବାକୁ ଲାଗିଲା। ସେମାନଙ୍କ ପାଟିରୁ ବାହାରୁଥିବା ଭାପ କୁହୁଡ଼ିରେ ମିଶି ଅଧିକ ଘନ ଦେଖାଯାଉଥିଲା। ପ୍ରକାଶ ସଡନ୍ଲି ଚମକି ପଡ଼ି କହିଲା, ଭାଇ କ'ଣ ହେଲା ଏସବୁ? ନିଆଁଟା ଆପେ ଆପେ କେମିତି ନିଭିଗଲା କେଜାଣି? ତ ନିରଞ୍ଜନ ସାହସ ଦେଖେଇ କହିଲା, ଆରେ ଅଳିଆ ଶୁଖିଲା ନଥିବ, ସେଥିପାଇଁ ନିଭି ଯାଇଥିବ। ତୁମେ ବ୍ୟସ୍ତ କାହିଁକି ହେଉଛ? ଟର୍ଚ୍ଚ ଆଲୁଅ ଜଳୁନ। ସୁମନ୍ତ ନିଜର ବଡ଼ ଫ୍ଲାସ୍ ଲାଇଟ୍ ଅନ୍ କରି ମଞ୍ଚା ମଝିରେ ଠିଆ କରି ରଖିଥିଲା। ଧଳା LED ଆଲୁଅରେ ମଞ୍ଚା ଉପରଟି ପୁଣି ଦୃଷ୍ଟିମାନ ହେଲା। କିନ୍ତୁ ସେହି ଆଲୋକରେ ପରିବେଶଟି ଆହୁରି ଅଦ୍ଭୁତ ଲାଗିଲା, କାହିଁକିନା କୁହୁଡ଼ିର କଣିକା ଗୁଡ଼ିକ ଆଲୁଅରେ ନାଚୁଥିବା ଭଳି ଜଣାପଡ଼ୁଥିଲା। ସୁମନ୍ତ କହିଲା, ଛାଡ଼ ବେ, ନିଆଁ ଆଉ ଜଳିବା ଦରକାର ନାହିଁ, ଆଉ ଗୋଟିଏ ଶେଷ ରାଉଣ୍ଡ ଖେଳିକି ଶୋଇପଡ଼ିବା। ସୁମନ୍ତ କାର୍ଡ଼ ଗୁଡ଼ିକୁ ପୁଣି ଥରେ ଭଲ ଭାବେ ସଫଲ କଲା। ଆଉ ତାର ଆଙ୍ଗୁଠି ଗୁଡ଼ିକ ଥଣ୍ଡାରେ ପୁରା ଯେମିତି କାଠ ପଡ଼ିଯାଉଥିଲା। ସେ ଅନ୍ଧାର ଆଉ ପ୍ରକାଶିତ ଆଲୋକର ସୀମା ଭିତରେ ବସି ଅଭ୍ୟାସବଶତଃ କାର୍ଡ଼ ବାଣ୍ଟିବା ଆରମ୍ଭ କଲା। 1 2 3 4 ସୁମନ୍ତ କାର୍ଡ଼ ବାଣ୍ଟି ଚାଲିଥାଏ। ପ୍ରଥମ କାର୍ଡ଼ ତାର ବାମ ପଟେ ବସିଥିବା ନିରଞ୍ଜନକୁ ଦେଲା। ଦ୍ୱିତୀୟ କାର୍ଡ଼ ତାର ଡାହାଣ ପଟେ ବସିଥିବା ପ୍ରକାଶକୁ ଦେଲା। ଆଉ ତୃତୀୟ କାର୍ଡ଼ ନିଜ ଆଗରେ ରଖିଲା ଏବଂ ଚତୁର୍ଥ କାର୍ଡ଼ ସିଧାସଳଖ ମଞ୍ଚାର ପଶ୍ଚିମ କୋଣକୁ ପକାଇଦେଲା। ସୁମନ୍ତ କୌଣସି କଥା ନ ଭାବି ଦ୍ୱିତୀୟ ରାଉଣ୍ଡ ବି ସେହିଭଳି ବାଣ୍ଟିଗଲା। ନିରଞ୍ଜନକୁ ଗୋଟିଏ, ପ୍ରକାଶକୁ ଗୋଟିଏ, ନିଜକୁ ଗୋଟିଏ, ଆଉ ପଶ୍ଚିମ କୋଣକୁ ଗୋଟିଏ। ତୃତୀୟ ରାଉଣ୍ଡ ସରିବା ପରେ ସମସ୍ତଙ୍କ ପାଖରେ 3ଟି ଲେଖାଏଁ କାର୍ଡ଼ ଜମା ହୋଇସାରିଥିଲା। ନିରଞ୍ଜନ ନିଜ କାର୍ଡ଼ ଗୁଡ଼ିକ ହାତକୁ ଉଠାଇଲା, କିନ୍ତୁ ଖେଳ ଆରମ୍ଭ କରିବା ପୂର୍ବରୁ ତାର ନଜର ଗଲା ଯେ ମଞ୍ଚାର ସେହି ପଶ୍ଚିମ କୋଣ ଆଡ଼କୁ। ସେହି କୋଣଟି ଟର୍ଚ୍ଚ ଆଲୁଅର ସୀମା ବାହାରେ ଥିଲା, ଯେଉଁଠି ଘନ ଅନ୍ଧାର ଆଉ କୁହୁଡ଼ି ଜମାଟ ବାନ୍ଧିଥିଲା। ସେଠାରେ 3ଟି କାର୍ଡ଼ ପଡ଼ିଥିବାର କଥା, କିନ୍ତୁ ନିରଞ୍ଜନ ଲକ୍ଷ୍ୟ କଲା କି ସେଠାରେ କୌଣସି କାର୍ଡ଼ ଭୂଇଁରେ ପଡ଼ିନାହିଁ। କିନ୍ତୁ ଏମାନେ ତ ବାଣ୍ଟିଥିଲେ। ସେ ଭାବିଲା କୁହୁଡ଼ି ଆଉ ଅନ୍ଧାର ଯୋଗୁଁ ହୁଏତ ଦେଖାଯାଉନି, କିନ୍ତୁ ତାପରେ ସେ ଯାହା ଦେଖିଲା, ତା ହୃଦୟର ସ୍ପନ୍ଦନ ଗୋଟିଏ ମୁହୂର୍ତ୍ତ ପାଇଁ ଯେମିତି ଅଟକି ଯାଇଥିଲା। ସେହି ଅନ୍ଧାରିଆ କୋଣରୁ କେହି ଜଣେ ବସିଥାଏ। ଗୋଟିଏ ବିଶାଳ କଳା ମୋଟା କମଳ ସମ୍ପୂର୍ଣ୍ଣ ମୁଣ୍ଡରେ ଗୋଡ଼ ଯାଏଁ ଘୋଡ଼େଇ ହୋଇ ନିଶ୍ଚଳ ଭାବେ ବସିଥିଲା। ଆଉ ତା ପଛପଟଟି ବାଉଁଶ ବେଡ଼ାରେ ଆଉଜି ଥିଲା। ନିରଞ୍ଜନ ଭାବିଲା ହୁଏତ ପ୍ରକାଶ ଶୀତ ସହି ନପାରି ନିଜ କମଳ ଘୋଡ଼େଇ ହୋଇ ସେପଟେ ଗୁଞ୍ଜି ବସିଛି। ସେ ନିଜ ବାମ ପଟକୁ ଚାହିଁଲା, କହିଲା, ନା, ପ୍ରକାଶ ତା ପାଖରେ ହିଁ ବସିଛି। ନିଜ କାର୍ଡ଼ ଦେଖିବାରେ
ମାନେ ମଗ୍ନ ହେଇଛି ସିଏ। ଡାହାଣ ପଟକୁ ଚାହିଁଲା, ସୁମନ୍ତ ବି ତା ଜାଗାରେ ବସିଛି। ସେତେବେଳକୁ ଦେଖିକି ନିରଞ୍ଜନର ଗଳା ଶୁଖିଗଲାଣି। ସେ ସୁମନ୍ତ ଆଡ଼କୁ ଢଳି ପଡ଼ି ଅତି ଧୀର ସ୍ୱରରେ କହିଲା, ପୁରା ଫୁସଫୁସିଏ କହିଲା, ସୁମନ୍ତ, ତୁ କାର୍ଡ଼ କାହାକୁ ବାଣ୍ଟୁଥିଲୁ? ସୁମନ୍ତ ନିଜ କାର୍ଡ଼ଗୁଡ଼ିକୁ ଗଣି ଗଣି ସହଜ ଭାବେ କହିଲା, କାହାକୁ ଆଉ, ଆମ 4 ଜଣଙ୍କୁ। ଏତିକି ଶୁଣୁ ଶୁଣୁ ପ୍ରକାଶର ହାତରୁ ତାର କାର୍ଡ଼ଗୁଡ଼ିକୁ ଶତରଞ୍ଜି ଉପରେ ଖସି ପଡ଼ିଲା। ପ୍ରକାଶ ସୁମନ୍ତକୁ ଚାହିଁ ଆଖି ବିସ୍ଫୋରିତ କରି ପଚାରିଲା, 4 ଜଣ? ଆମେ ତ ଗାଁରୁ 3 ଜଣ ଆସିଥିଲୁ, ତ 4 ନମ୍ବର କାର୍ଡ଼ଟା ତୁ କାହାକୁ ଦେଉଥିଲୁ? ଗୋଟିଏ ସେକେଣ୍ଡ ପାଇଁ ମଞ୍ଚା ଉପରେ ସବୁକିଛି ସ୍ତବ୍ଧ ହୋଇଗଲା। ଝିଙ୍କାରୀର ଶବ୍ଦ ବି ଯେପରି ବନ୍ଦ ହୋଇଯାଇଥିଲା। ସୁମନ୍ତ ତା ମାଇଣ୍ଡ ସେତେବେଳେ ଷ୍ଟ୍ରାଇକ୍ କଲା ଆଉ ନିଜ ଭୁଲଟାକୁ ବୁଝିପାରିଲା। ତାର ହାତ ପାଦ ସବୁ ଥରିବାକୁ ଲାଗିଲା। ସେ କୋଣକୁ ଚାହିଁବାକୁ ବିଲକୁଲ ସାହସ କରିପାରୁନଥିଲା। ସେ ସମ୍ପୂର୍ଣ୍ଣ ଅଭ୍ୟାସବଶତଃ ଖେଳର ଗତିରେ ଚତୁର୍ଥ ଜଣକୁ କାର୍ଡ଼ ବାଣ୍ଟି ଚାଲିଥିଲା। କିନ୍ତୁ ସେ ଚତୁର୍ଥ ଜଣକ କିଏ ଥିଲା? ସେ କେତେବେଳେ ଆସି ମଞ୍ଚା ଉପରେ ବସିଲା ଆଉ କାହାରି ପାଦ ଶବ୍ଦ କାହିଁକି ଶୁଣାଗଲାନି? ସୁମନ୍ତ ଧୀରେ ଧୀରେ ନିଜ ମୁଣ୍ଡ ଉଠାଇ ସେଇ ମଞ୍ଚାର ସେଇ ପଶ୍ଚିମ କୋଣକୁ ଚାହିଁଲା। ସେଠାରେ ସତ ସତ ଗୋଟିଏ ଆକୃତି ବସିଥିଲା ଭାଇ। କଳା କମଳରେ ଘୋଡ଼େଇ ହୋଇଥିବା ସେଇ ସତ୍ତାଟିର କୌଣସି ହଲଚଲ ନଥିଲା। ଆଉ ସବୁଠୁ ଭୟାନକ କଥା ହେଉଛି, ସୁମନ୍ତ ଯେଉଁ 3ଟି କାର୍ଡ଼ ସେଇ କୋଣକୁ ଫିଙ୍ଗିଥିଲା ନା, ସେଇ କାର୍ଡ଼ଗୁଡ଼ିକ ତଳେ ପଡ଼ିନଥିଲା, ବରଂ ସେଇ କମଳ ଭିତରୁ ବାହାରୁଥିବା ଅଦୃଶ୍ୟ ହାତଗୁଡ଼ିକ ସେଗୁଡ଼ିକୁ ଶୂନ୍ୟରେ ଧରି ମଣିଷ ପଡ଼ି ସଜାଡ଼ି ଚାଲିଥିଲା। ପ୍ରକାଶ ପାଟିରୁ ସ୍ୱର ବାହାରୁ ନଥାଏ, କହିଲା, କିଏ ଏଟା? ତା ଦାନ୍ତ ଶୀତ ଆଉ ଭୟରେ କଟକଟ ହେଇ ବାଜୁଥାଏ। ନିରଞ୍ଜନ ନିଜର ସମସ୍ତ ସାହସ ଏକାଠି କଲା। ସେ ନିଜ ହାତରେ ଥିବା ଛୋଟ ଟର୍ଚ୍ଚଟିକୁ ଉଠାଇଲା। ସୁମନ୍ତ, ମୁଁ ଦେଖୁଛି ଏ କିଏ? ଗାଁର କେହି ମଜା କରୁନାହିଁ ତ ଆମ ସହିତ? ନିରଞ୍ଜନ କ'ଣ କଲା ନା, ଟର୍ଚ୍ଚର ସୁଇଚ୍ଟାକୁ ଅନ୍ କଲା ଆଉ ତାର ଆଲୋକର ରଶ୍ମି ସିଧାସଳଖ ଯାଇ ସେଇ ପଶ୍ଚିମ କୋଣରେ ବସିଥିବା ସେ ଚତୁର୍ଥ ଲୋକ ବା ଚତୁର୍ଥ ଆକୃତି ଉପରେ ପଡ଼ିଲା। ଟର୍ଚ୍ଚ ଆଲୁଅ ପଡ଼ିବା କ୍ଷଣି ଯାହା ଦୃଶ୍ୟମାନ ହେଲା, ତା ଦେଖି 3 ଜଣ ସାଙ୍ଗଙ୍କର ଚେତନା ହଜିଗଲା। ସେହି କମଳ ଭିତରେ କୌଣସି ମଣିଷର ମୁହଁ ନଥିଲା, ନା ଆଖି ଥିଲା, ନା ନାକ ଥିଲା, ନା ପାଟି, ନା କୌଣସି ଆକୃତି। ସେଠାରେ କେବଳ ଏକ ଘନ କଳା ଆଉ ଧୂଆଁଳିଆ ଆବହ ସୃଷ୍ଟି ଥିଲା, ଯାହା ସେହି କମଳର ଆକାର ନେଇ ସାରିଥିଲା। କିନ୍ତୁ ସେହି କମଳର ହାତ ଭିତରୁ ବାହାରିଥିବା 2ଟି ଅତ୍ୟନ୍ତ ଲମ୍ବା, ଶୁଖିଲା ଓ ହାଡ଼ ଜାଲ ହୋଇଥିବା ଧୂସର ରଙ୍ଗର ଆଙ୍ଗୁଠି। ସେ ଆଙ୍ଗୁଠିଗୁଡ଼ିକ ନଖଗୁଡ଼ିକ କଳା ଆଉ ଲମ୍ବା ଥିଲା, ଆଉ ସେହି ଶୀତ ହାତଗୁଡ଼ିକ ଅତି ଶାନ୍ତ ଭାବେ ତାସଗୁଡ଼ିକୁ ଗୋଟିଏ ପରେ ଗୋଟିଏ ସଜାଡ଼ୁଥିଲା। ଟର୍ଚ୍ଚ ଆଲୁଅ ସେହି ଆକୃତି ଉପରେ ପଡ଼ିବା କ୍ଷଣି ସେ ମୁହଁ ନଥିବା ସତ୍ତାଟି ନିଜର ଶୂନ୍ୟ ମୁଣ୍ଡଟିକୁ ଧୀରେ ଧୀରେ ଉପରକୁ ଉଠାଇ ସିଧାସଳଖ ସେମାନଙ୍କ ଆଡ଼କୁ ଚାହିଁଲା। ସେମାନେ କୌଣସି କଣ୍ଠସ୍ୱର ସୃଷ୍ଟି ହେଲା ନାହିଁ, କୌଣସି ପାଟି ଖୋଲିଲା ନାହିଁ, କିନ୍ତୁ 3 ଜଣଙ୍କର ମସ୍ତିଷ୍କ ଭିତରେ ଏକା ସାଙ୍ଗରେ ଏକ ବରଫ ଭଳି ଶୀତଳ ଆଉ ବିକୃତ ସ୍ୱର ପ୍ରତିଧ୍ୱନିତ ହେଉଥିଲା। ତୁମେମାନେ ଖେଳ ବନ୍ଦ କାହିଁକି କଲ? ଆଗକୁ ବଢ଼ାଅ, ମୁଁ ସବୁଠାରୁ ଭଲ କାର୍ଡ଼ ପାଇଛି ରେ। ସେହି ସ୍ୱରରେ କୌଣସି ମାନବୀୟ ସମ୍ବେଦନା ନଥିଲା, ତାହା ଥିଲା ଏକ ଗଭୀର କବର ଭିତର ଶୀତଳତା। ଭାଇ ଚାଲରେ ଭାଇ, ଦୌଡ଼ିକି ଚାଲ। ନିରଞ୍ଜନ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଚିତ୍କାର କରି ଉଠିଲା, ଭାଗ ଭାଇ। ଖେଳ, ତାସ, କମଳ, ଫୋନ୍, ଚପଲ ସବୁକିଛି ସେଇ ମଞ୍ଚା ଉପରେ ଛାଡ଼ି ଦେଇ 3 ଜଣ ସାଙ୍ଗ ମଞ୍ଚା ଉପରୁ ସିଧା ତଳକୁ ଡେଇଁ ପଡ଼ିଲେ। ଆଉ 4 ଫୁଟ ତଳକୁ ଡେଇଁବା ଯୋଗୁଁ ପ୍ରକାଶ କାଦୁଅ ଆଉ ଶୁଖିଲା ନଡ଼ା ଭିତରେ କାଚି ପଡ଼ିଲା। କିନ୍ତୁ ଯନ୍ତ୍ରଣା ଅନୁଭବ କରିବାକୁ ତା ପାଖରେ ସମୟ ନଥିଲା। ସେ ସାଙ୍ଗେ ସାଙ୍ଗେ ଉଠି ପଡ଼ି ଦୌଡ଼ିବାକୁ ଲାଗିଲା। 3 ଜଣ ଯାକ ସାଙ୍ଗ ଅମାବାସ୍ୟାର ସେଇ ଘନ ଅନ୍ଧକାର ଆଉ କୁହୁଡ଼ି ଭିତରେ ଗାଁ ଆଡ଼କୁ ପ୍ରାଣପଣେ ଦୌଡ଼ିଲେ। ସେମାନଙ୍କ ପଛରେ ସେଇ ନିର୍ଜନ ବିଲ ଭିତରୁ ଏକ ଅଦ୍ଭୁତ ଶବ୍ଦ ଆସିଲା, ଛମ୍ ଛମ୍ ଛମ୍, ଯେପରି ସେଇ କଳା କମ୍ବଳଟିକୁ ମାଟିରେ ଘଷି ଘଷି ସେମାନଙ୍କ ପଛରେ ଅତି ଦ୍ରୁତ ଗତିରେ ଆସୁଛି। ଦୌଡ଼ୁ ଦୌଡ଼ୁ ସୁମନ୍ତ ଭୟ ସମ୍ଭାଳି ନପାରି ପଛକୁ ଚାହିଁଦେଲା। କୁହୁଡ଼ିର ଧଳା ପରଦା ଭିତରେ ମଞ୍ଚା ଉପରେ ବସିଥିବା ସେଇ ଚତୁର୍ଥ ଆକୃତିଟି ଏବେ ମଞ୍ଚାରୁ ଓହ୍ଲାଇ ସାରିଥିଲା। କିନ୍ତୁ ସେ ମାଟିରେ ଚାଲୁନଥିଲା। ସେଇ କଳା ଆକୃତିଟି ମାଟିରୁ 2 ଫୁଟ ଉପରେ ଶୂନ୍ୟରେ ଭାସି ଭାସି ସେମାନଙ୍କ ଆଡ଼କୁ ଆଗେଇ ଚାଲିଥିଲା। ତାର ଲମ୍ବା କଳା ଆଉ ଶୁଖିଲା ହାତ 2ଟି କୁହୁଡ଼ି ଭିତରୁ ବାହାରି ସେମାନଙ୍କ ଆଡ଼କୁ ଲମ୍ବି ଆସୁଥିଲା।
ଯେପରି ସେମାନଙ୍କ ପଛପଟୁ ବେକ ଧରି ନେବ। ପଛକୁ ଚାହିଁଲା ସୁମନ୍ତ, କହିଲା, ସିଧା ଦୌଡ଼ ଭାଇ। ନିରଞ୍ଜନ ସୁମନ୍ତର ଜ୍ୟାକେଟ୍ କଣ ଧରି ତାକୁ ଟାଣି ନେଲା। ସେମାନଙ୍କର ପାଦ କାଦୁଅରେ ଖସୁଥିଲା, କଣ୍ଟା ବୁଦାରେ ଲୁଗା ଚିରି ଯାଇଥିଲା, କିନ୍ତୁ କାହାରି ଅଟକିବାର ସାହସ ନଥିଲା। ପ୍ରକାଶ ଭୟରେ କାନ୍ଦି କାନ୍ଦି ନିଜର ଆରାଧ୍ୟ ଦେବତାଙ୍କ ନାଁ ଜପିବା ଆରମ୍ଭ କରିଦେଲା। ସେମାନେ ନିଶ୍ୱାସ ବନ୍ଦ ହୋଇ ଆସୁଥିଲା, ଆଖି ଆଗରେ କେବଳ ଭୟର କଳା ଛାୟା ଦେଖାଯାଉଥିଲା। ପ୍ରାୟ 10 ମିନିଟର ମରଣପଣ ଦୌଡ଼ ପରେ ଗାଁର ସୀମା ନିକଟରେ ଥିବା ଏକ ଭାଗବତ ଟୁଙ୍ଗିର ନାଲି ଲଣ୍ଠନ ଆଲୋକ ସେମାନଙ୍କ ଆଖିରେ ପଡ଼ିଲା। ଟୁଙ୍ଗିର ଆଲୋକ ଦେଖିବା କ୍ଷଣି ସେମାନଙ୍କ ଭିତରେ ଶେଷ ଆଶାର ସଞ୍ଚାର ହେଲା। ସେମାନେ ସିଧା ଯାଇ ଟୁଙ୍ଗିର କାଠ କବାଟକୁ ବାଡ଼େଇଲେ ଆଉ ବାରଣ୍ଡାରେ କଚାଡ଼ି ହୋଇ ପଡ଼ିଲେ। ଟୁଙ୍ଗି ଭିତରେ ଗାଁର ବୃଦ୍ଧ ସାଧୁ ବାବା ଜଗନ୍ନାଥ ଦାସ ନାମକ ଏବଂ ଅନ୍ୟ 2 ଜଣ ବୟସ୍କ ଗ୍ରାମବାସୀ ଭାଗବତ ପଢ଼ୁଥିଲେ। ହଠାତ୍ କବାଟ ବାଡ଼େଇବା ଶବ୍ଦ ଏବଂ 3 ଜଣ ଯୁବକଙ୍କର ଏଭଳି ସଙ୍କଟାପନ୍ନ, କାଦୁଅ ପଚ ଆଉ ଭୟଭୀତ ଅବସ୍ଥାରେ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସୁମନ୍ତ ଓ ପ୍ରକାଶ ଭୟରେ କ୍ରମାଗତ ଥରୁଥିଲେ ଏବଂ କିଛି କହିପାରୁନଥିଲେ। ସେମାନଙ୍କର ଓଠ ସମ୍ପୂର୍ଣ୍ଣ ନୀଳ ପଡ଼ିଯାଇଥିଲା। ନିରଞ୍ଜନ ହାପି ହାପି ଥରୁଥିବା ସ୍ୱରରେ ବିଲ ମଞ୍ଚାରେ ଘଟିଥିବା ସମ୍ପୂର୍ଣ୍ଣ ଘଟଣା, ନିଆଁ ଲିଭିବା, 4 ଜଣଙ୍କୁ କାର୍ଡ଼ ବଣ୍ଟାଯିବା ଆଉ ସେହି ମୁହଁ ନଥିବା ଆକୃତି ଆଉ ମସ୍ତିଷ୍କ ଭିତରେ ଶୁଣାଯାଇଥିବା ସ୍ୱର ବିଷୟରେ ବର୍ଣ୍ଣନା କରେ। ସେମାନଙ୍କ କଥା ଶୁଣି ଟୁଙ୍ଗିରେ ବସିଥିବା ବୃଦ୍ଧ ସାଧୁ ବାବା ନିଜ ଉଗ୍ର ମାଳି ଆଣି ଜପିବା ବନ୍ଦ କଲେ। ତାଙ୍କ ମୁହଁରେ ଏକ ଗଭୀର ଚିନ୍ତାର ଛାୟା ଖେଳିଗଲା। ସେ ଦୀର୍ଘ ଶ୍ୱାସ ପକାଇ କହିଲେ, ତୁମେମାନେ ବହୁତ ବଡ଼ ଅପରାଧ କଲ। ପୌଷ ଅମାବାସ୍ୟାର ରାତିରେ ବିଲ ମଝିରେ ଖାଲି ଜାଗାରେ ତାସ ଖେଳିବା କୌଣସି ସାଧାରଣ କଥା ନୁହେଁ। ନିରଞ୍ଜନ ଥରୁଥିବା ସ୍ୱରରେ ପଚାରିଲା, ସାଧୁ ବାବା, ସେଟା କ'ଣ ଥିଲା? ସାଧୁ ବାବା ଟୁଙ୍ଗିର ଲଣ୍ଠନ ଶିଖାକୁ ଟିକିଏ ବଢ଼ାଇ କହିଲେ, ଆଜିକୁ ପ୍ରାୟ 40 ବର୍ଷ ପୂର୍ବର କଥା। ସେତେବେଳେ ସେହି ବଡ଼ ବିଲ ଦେଇ ପୁରୀକୁ ଗୋଟିଏ ପଦଯାତ୍ରା ରାସ୍ତା ଥିଲା। ଜଣେ ଅଜଣା ପଥଚାରୀ ଶୀତ ରାତିରେ ସେହି ବିଲରେ ବାଟ ହଜାଇ ଦେଇଥିଲା ଆଉ ସେ ରାତି ବି ଥିଲା ପୌଷର ଅମାବାସ୍ୟା ରାତି। ପ୍ରବଳ ଶୀତ ଆଉ କୁହୁଡ଼ି ଯୋଗୁଁ ସେହି ମଣିଷଟି ଶୀତରେ ଜମାଟ ବାନ୍ଧି ସେହି ବିଲ ମଝିରେ ହିଁ ପ୍ରାଣ ହରାଇ ଦେଇଥିଲା। ମୃତ୍ୟୁ ପୂର୍ବରୁ ସେ ଆଶ୍ରୟ ଆଉ ସାଥୀ ପାଇଁ ଚିତ୍କାର କରୁଥିଲା, କିନ୍ତୁ କେହି ତା ଶବ୍ଦ ଶୁଣିନଥିଲେ। ସାଧୁ ବାବା ଗମ୍ଭୀର ସ୍ୱରରେ ଆଗକୁ କହିଲେ ଯେ ସେବେଠାରୁ ତାର ଅତୃପ୍ତ ଆତ୍ମା ସେହି ବିଲରେ ଭ୍ରମଣ କରେ ଆଉ ସେ ସବୁବେଳେ ସାଥୀ ଖୋଜେ। ଯେତେବେଳେ ସେ ଦେଖିଲା କି ତୁମେମାନେ 3 ଜଣ ବସି ଖେଳୁଛ, ସେ ତାର ଚତୁର୍ଥ ସାଥୀ ହେଇ ଆସିଗଲା। ଭାଗ୍ୟ ଭଲ ଯେ ତୁମେ ଖେଳ ଶେଷ ନକରି ପଳାଇ ଆସିଲ। ଯଦି ସେହି ଖେଳ ସରିଥାନ୍ତା, ତେବେ ସେ ତୁମେମାନଙ୍କର ଆତ୍ମାକୁ ନିଜସ୍ୱ ସେହି ଅନ୍ଧାରରେ ସଦାସର୍ବଦା ପାଇଁ ନେଇଯାଇଥାନ୍ତା। ସେହି ରାତି ସାରା 3 ଜଣ ସାଙ୍ଗ ଗାଁରୁ ଫେରିବାକୁ ସାହସ କଲେ ନାହିଁ। ସେମାନେ ଭାଗବତ ଟୁଙ୍ଗିର କାଠ ବାରଣ୍ଡାରେ ସାଧୁ ବାବାଙ୍କ ନିକଟରେ ବସି ରହିଲେ। ପ୍ରକାଶ ରାତି ସାରା ଜ୍ୱରରେ କମ୍ପିଲା ଆଉ ସୁମନ୍ତର ଆଖି ପତା ମୁଦି ପାରୁନଥିଲା। ଆଖି ବୁଜିଲେ ହିଁ ସେହି ମୁହଁ ନଥିବା ଆକୃତି ତା ଆଗରେ ଭାସି ଉଠୁଥିଲା। ସକାଳ ହେଲା। ସୂର୍ଯ୍ୟର କୋମଳ ଖରା କୁହୁଡ଼ିକୁ ଭେଦି କରି ଧରାପୃଷ୍ଠକୁ ସ୍ପର୍ଶ କଲା। ଗାଁର ସରପଞ୍ଚ ଆଉ 10-12 ଜଣ ହଟ୍ଟାକଟ୍ଟା ଗ୍ରାମବାସୀ ଲାଠି ଆଉ ଟାଙ୍ଗିଆ ଧରି 3 ଜଣ ଯୁବକଙ୍କ ସହ ସେହି ବଡ଼ ବିଲ ମଞ୍ଚା ଆଡ଼କୁ ଗଲେ। ସେଠାରେ ପହଞ୍ଚି ସମସ୍ତେ ଯାହା ଦେଖିଲେ, ତାହା ଦେଖି ଗାଁ ଲୋକମାନେ ବି ତାଙ୍କର ବି ରକ୍ତ ଥଣ୍ଡା ହୋଇଯାଇଥିଲା। 3 ଜଣଙ୍କର ଛାଡ଼ି ଯାଇଥିବା କମଳ, ଫ୍ଲାସ୍ ଲାଇଟ୍ ଆଉ ଜ୍ୟାକେଟ୍ ଯଥାସ୍ଥାନରେ ପଡ଼ିଥିଲା, କିନ୍ତୁ ମଞ୍ଚାର ସେହି ପଶ୍ଚିମ କୋଣରେ ଯେଉଁଠି ସେହି ଅଦୃଶ୍ୟ ସତ୍ତାରେ ବସିଥିଲା, ସେଠାରେ ନଡ଼ାଗୁଡ଼ିକ ସମ୍ପୂର୍ଣ୍ଣ କଳା ପଡ଼ି ଯାଇଥିଲା, ଯେପରି କୌଣସି ଅତ୍ୟନ୍ତ ଥଣ୍ଡା ବରଫ ସେଗୁଡ଼ିକୁ ଜଳାଇ ଦେଇଛି। ଆଉ ସବୁଠାରୁ ସ୍ତବ୍ଧ କଥା ଭଳି କଥା ହେଉଛି, ସେହି କୋଣରେ ତାସ୍ କାର୍ଡ଼ଗୁଡ଼ିକୁ ଅତି ସୁନ୍ଦର ଭାବେ ଧାଡ଼ି ହୋଇ ରଖାଯାଇଥିଲା। ସୁମନ୍ତ ଯେଉଁ 3ଟି କାର୍ଡ଼ ସେହି କୋଣକୁ ଦେଇଥିଲା, ସେହି 3ଟି କାର୍ଡ଼ ଓଲଟା ହୋଇ ରଖାଯାଇଥିଲା। ସରପଞ୍ଚ ଗୋଟିଏ ବାଉଁଶ କାଠିରେ ସେହି 3ଟି କାର୍ଡ଼କୁ ସିଧା କଲେ ଆଉ ସେହି 3ଟି ଯାକ କାର୍ଡ଼ ଥିଲା ସ୍ପେଡ୍ର କାର୍ଡ଼, କଳା ଇସ୍କାପନର, ଏବଂ ସବୁଠାରୁ ଉପରେ ଥିବା କାର୍ଡ଼ଟି ଥିଲା ମୃତ୍ୟୁର ସଂକେତ କୁହାଯାଉଥିବା ଏସ୍ ଅଫ୍ ସ୍ପେଡ୍, ଇସ୍କାର ଟେକାଟା। ଏହି ଘଟଣାକୁ ଆଜି ଅନେକ ବର୍ଷ ବିତିଗଲାଣି। ସୁମନ୍ତ ସେହି ଘଟଣା ପରେ ସହରକୁ ଫେରିଗଲା ଆଉ କେବେ ହେଲେ ଶୀତ ଦିନେ ସେ ଗାଁକୁ ଆସିଲା ନାହିଁ। ପ୍ରକାଶ ଦୀର୍ଘ 2 ମାସ ପର୍ଯ୍ୟନ୍ତ କଠିନ ଜ୍ୱରରେ ପଡ଼ିବା ପରେ ଯାଇକି ସୁସ୍ଥ ହେଲା। ଆଉ ସାହସୀ ନିରଞ୍ଜନ, ସେ ବି ଆଜି ଆଉ ଅମାବାସ୍ୟା ରାତିରେ ବିଲ ଆଡ଼େ ଏକାକୀ ଯାଏ ନାହିଁ।
ରାୟପୁର ଗାଁର ସେଇ ବଡ଼ ବିଲ ମଞ୍ଚା ଗାଁ ଲୋକେ ଭାଙ୍ଗି ଦେଇଥିଲେ। ଆଉ ଆଜି ବି ପୌଷ ମାସର ଅମାବାସ୍ୟା ରାତିରେ ଯେତେବେଳେ ଘନ କୁହୁଡ଼ି ସାରା ବିଲକୁ ଘୋଡ଼ାଇ ଦିଏ, ସେଠାରୁ ଯାଉଥିବା ବାଟୋଇମାନଙ୍କୁ ଶୂନ୍ୟରୁ କାର୍ଡ଼ ସଫଳ ହେବାର ଏକ କ୍ଷୀଣ ସରସର ଶବ୍ଦ ଶୁଣାଯାଏ। ଯେପରି ସେହି ଅଦୃଶ୍ୟ ଚତୁର୍ଥ ଜଣ ଆଜି ବି ସେ ଅନ୍ଧାରରେ ନିଜ ଶୀତଳ ହାତରେ କାର୍ଡ଼ ଧରି ବସିଛି, ତାର ଅଧା ରହିଥିବା ଖେଳକୁ ପୂରା କରିବା ପାଇଁ। ତ ସାଙ୍ଗମାନେ, ଏଇ ଥିଲା ଆଜିର ଗୋଟେ ରୋମାଞ୍ଚକ କାହାଣୀ। ଆଶା କରୁଛି କାହାଣୀଟି ଆପଣଙ୍କୁ ଭଲ ଲାଗିଥିବ। ଯଦି କାହାଣୀଟି ଭଲ ଲାଗିଛି, ଏଇଭଳି କାହାଣୀ ଶୁଣିବା ପାଇଁ ଚାହୁଁଛନ୍ତି, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ବିଲକୁଲ ଭୁଲିବେ ନାହିଁ। ଦେଖା ହେବ ଆପଣମାନଙ୍କ ସହିତ ଆଉ ଏକ କାହାଣୀ ସହିତ। ସେତେ ପର୍ଯ୍ୟନ୍ତ ବାଏ ବାଏ, ଟେକ୍ କେୟାର।